ଆସୁଛି ଆଉ ଏକ ଲଘୁଚାପ। ବର୍ଷାରେ ଭିଜିବ ସବୁ ଜିଲ୍ଲା। ମୌସୁମୀ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଏବେ ଡହଡହ ଖରା ସାଙ୍ଗକୁ ତାତି ଅନୁଭୂତ ହେଉଛି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ବଡ଼ ଖବର ଦେଇଛି। ବର୍ଷାରେ ଭିଜିବ ପାର୍ବଣ। ଚଳିତ ଦୁର୍ଗାପୂଜାରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅକ୍ଟୋବରରେ ପୁଣି ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରଭାବରେ 4 ତାରିଖରୁ 10 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଜାରି ରହିଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ପୁଣି ଥରେ ବୃଦ୍ଧି ପାଇପାରେ। ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଅକ୍ଟୋବର 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ 2ରୁ 3 ତାରିଖ ଯାଏ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ମୋଟାମୋଟି ସାମାନ୍ୟ ବର୍ଷା ହେବ। ସେହିପରି 4 ତାରିଖରୁ 10 ତାରିଖ ଯାଏ ବିଭିନ୍ନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ନେଇ ସୂଚନା ମିଳିଛି। ଦୁର୍ଗା ପୂଜା ପଡ଼ୁଥିବାରୁ ପାର୍ବଣ ଫିକା ପଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି। 9 ତାରିଖରେ ଦେବୀ ଦୁର୍ଗାଙ୍କର ମହାଅଷ୍ଟମୀ ପୂଜା ରହିଛି। 10 ଓ 11 ତାରିଖରେ ମଣ୍ଡପ ଓ ପୀଠରେ ମାଙ୍କ ପୂଜା ପଡ଼ୁଥିବାରୁ ଏଥର ପୂଜା ଫିକା ପଡ଼ିବ ବୋଲି ଏଇ ଥିଲା ଆଜିର ପାଣିପାଗ ଅପଡେଟ୍। ପୁଣି ଦେଖା ହେବ ନୂତନ ଏକ ଭିଡ଼ିଓରେ।